ମନେ ରଖନ୍ତୁ, ଉପହାସକୁ ନ ଡରି ନିଜର ଲକ୍ଷ୍ୟ ବଦଳାଇବା ଉଚିତ ନୁହେଁ। କାହିଁକି ନା ଲକ୍ଷ୍ୟ ହାସଲ ପରେ ଉପହାସ କରୁଥିବା ଲୋକଙ୍କର ରାୟ ବଦଳି ଯାଇଥାଏ। ସାଙ୍ଗମାନେ, ଆପଣ କାହିଁକି ଧୈର୍ଯ୍ୟହରା ହେଇ ପଡ଼ୁଛନ୍ତି? ଜାଣିଛନ୍ତି, ପୃଥିବୀରେ ଏମିତି କୌଣସି ଲୋକ ନାହିଁ କି ଯାହାର ସମସ୍ୟା ନାହିଁ, ଆଉ ଏମିତି କୌଣସି ସମସ୍ୟା ନାହିଁ କି ଯାହାର ସମାଧାନ ନାହିଁ। ସଫଳତାର ଗୋଟିଏ ମାତ୍ର ନିୟମ, ତୁମେ ନିଜ ଭୁଲ ସହିତ ଅନ୍ୟର ଭୁଲରୁ ବି କିଛି ଶିଖିବାକୁ ଚେଷ୍ଟା କର। ଆଜ୍ଞା ହଁ, ମଇଦାନରେ ହାରିଥିବା ମଣିଷ ପୁଣି ଥରେ ଜିତିପାରିବ, କିନ୍ତୁ ମନରୁ ହାରିଥିବା ମଣିଷ କେବେ ଜିତିପାରିବ ନାହିଁ। ନିଜ ସ୍ୱପ୍ନକୁ ପାଇବାକୁ ହେଲେ ଖାଲି ସ୍ୱପ୍ନ ଦେଖିଲେ ହେବନି, ସ୍ୱପ୍ନ ପଛରେ ପାଗଳ ହେବାକୁ ପଡ଼ିବ। ସାଙ୍ଗମାନେ, ଟିକେ ଧ୍ୟାନ ଦେଇ ଶୁଣିବେ। ଖୁସି ତୁମ ଆଟିଟ୍ୟୁଡ୍ ଉପରେ ନିର୍ଭର କରିଥାଏ। ତୁମ ପାଖରେ କ'ଣ ଅଛି କ'ଣ ନାହିଁ ତା ଉପରେ ନୁହେଁ। ଥରେ ସାହସ କରି ଦେଖ, ଏ ଦୁନିଆ ତୁମକୁ ମୁଣ୍ଡ ଉପରେ ବସେଇବ। ଯଦି ତୁମର ଏକୁଟିଆ ଚାଲିବାର ଶକ୍ତି ଅଛି ତ ଜାଣିନିଅ, ଦିନେ ତୁମ ପଛରେ ଭିଡ଼ ନିଶ୍ଚିନ୍ତ ଜମା ହେବ। ଆଜ୍ଞା ହଁ, କାହା କଥାରେ ଯଦି କୌଣସି ଭୁଲ କିମ୍ବା ଠିକ୍ ହୋଇଯାଉଥାନ୍ତା, ତେବେ ଏ ଦୁନିଆ ସ୍ୱର୍ଗ ପାଲଟି ଯାଇଥାନ୍ତା। ତେଣୁ ସର୍ବଦା ସେହି କାମ କର ଯାହା ଠିକ୍ ଏବଂ ସତ୍ୟ ଅଟେ। ସାଙ୍ଗମାନେ, ଆପଣ ସଫଳତା ଅପେକ୍ଷା ବିଫଳତା ଠାରୁ ଅଧିକ ଶିକ୍ଷା କରନ୍ତୁ ଏବଂ ଏହା ଶିକ୍ଷା କରିବା କେବେ ବନ୍ଦ କରନ୍ତୁ ନାହିଁ। କାରଣ ବିଫଳତା ଚରିତ୍ର ନିର୍ମାଣ କରିଥାଏ। ଯଦି ତୁମକୁ ଉପରକୁ ଉଠିବାକୁ ଇଚ୍ଛା, ତେବେ ତୁମକୁ ସେଇ ସବୁ ଜିନିଷ ଛାଡ଼ିବାକୁ ପଡ଼ିବ ଯାହା ତୁମକୁ ତଳକୁ ଟାଣୁଛି। ସାଙ୍ଗମାନେ, ସନ୍ତୁଷ୍ଟ ରୁହନ୍ତୁ, କିନ୍ତୁ ଜୀବନରେ କେବେ ଆଶା ଛାଡ଼ନ୍ତୁ ନାହିଁ। କାରଣ ଆଶା ଏମିତି ଏକ ଜିନିଷ ଯାହା ବିନା ମଣିଷ ବଞ୍ଚି ପାରିନଥାଏ। ଜାଣିଛନ୍ତି, କଲମର ନିଜସ୍ୱ କ୍ଷମତା ନାହିଁ, ହେଲେ ଅନ୍ୟର ଆଙ୍ଗୁଳି ନିର୍ଦ୍ଦେଶରେ ସେ ବିଭିନ୍ନ କଥା ବର୍ଣ୍ଣନା କରିପାରିଥାଏ। ମନେ ରଖନ୍ତୁ, ଭିନ୍ନ ଭାବରେ କାମ କରିବାର ଶୈଳୀକୁ ନିଶ୍ଚିନ୍ତ ଆପଣେଇବା ଉଚିତ। ଏଥିପାଇଁ ନିଜକୁ କେବେ ବି ପରିବର୍ତ୍ତନ କରିବାର ଆବଶ୍ୟକତା ଆଦୌ ନାହିଁ। ଆଜ୍ଞା, ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ଲୋକମାନେ କ'ଣ କହିବେ ଏହା ଭାବିକି ଆମେ ସାରା ଜୀବନ ବଞ୍ଚିଥାଉ, କିନ୍ତୁ ଭଗବାନ କ'ଣ କହିବେ ଏହାର କେବେ ବିଚାର କରିଛନ୍ତି? ଲୋକମାନେ କାହା ବିଷୟରେ ଭଲ ଶୁଣିଲେ ସନ୍ଦେହ କରନ୍ତି, ଆଉ ଖରାପ ଶୁଣିଲେ ସଙ୍ଗେ ସଙ୍ଗେ ବିଶ୍ୱାସ କରିଯାଆନ୍ତି। ଏହା ହିଁ ହେଉଛି ସତ୍ୟତା, ଏହା ହିଁ ସତ୍ୟ। କ'ଣ ଜାଣିଛନ୍ତି, ଜୀବନ ଗୋଟିଏ ଆଇନା ପରି। ସେ ସେତେବେଳେ ହସିଥାଏ ଯେବେ ଆମେ ହସିଥାଉ। ଯଦି ତୁମେ ଠିକ୍, ତେବେ ତୁମେ ଠିକ୍ ବୋଲି ପ୍ରମାଣ କରିବା କିଛି ଦରକାର ନାହିଁ। ସର୍ବଦା ଠିକ୍ ହୋଇ ରୁହ, ପ୍ରମାଣ ସମୟ ନିଜେ ଦେବ। ମନେ ରଖନ୍ତୁ, କେତେ ବି ଧରିବାକୁ ଚେଷ୍ଟା କର, ଯେମିତି ହେଲେ ସେ ହାତରୁ ଖସିଯାଏ। ସାଙ୍ଗମାନେ, ଏ ସମୟ ନିଶ୍ଚିନ୍ତ ବଦଳିଥାଏ। ସାଙ୍ଗମାନେ, ଯଦି ଆପଣ ଜୀବନରେ କିଛି ପାଇବାକୁ ଚାହୁଁଛନ୍ତି, ତେବେ ରାସ୍ତା ପରିବର୍ତ୍ତନ କରନ୍ତୁ, ନିଜର ଉଦ୍ଦେଶ୍ୟ ନୁହେଁ। ଆଜ୍ଞା, ଏ ଦୁନିଆରେ ସବୁ ଲୋକ ଦୁଃଖ ଦେଇନଥାନ୍ତି। କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଆମ ଦୁଃଖକୁ ବୁଝିଥାନ୍ତି। ଦୁଃଖ ଦେବା ଲୋକ ତ ସମସ୍ତଙ୍କୁ ମିଳନ୍ତି, କିନ୍ତୁ ଦୁଃଖ ବୁଝୁଥିବା ଲୋକ କେବଳ ଭାଗ୍ୟବାନ ଲୋକଙ୍କୁ ମିଳନ୍ତି। ଆଜ୍ଞା ହଁ, ଗୋଟିଏ ଛୋଟିଆ ଦିଆସିଲ କାଠି ପୁରା ଘର ଜଳେଇ ଛାରଖାର କରିଦିଏ। ସେହିପରି ଗୋଟିଏ ଛୋଟିଆ ମିଛ ପୁରା ସମ୍ପର୍କକୁ ଜାଳିକି ନଷ୍ଟ କରିଦିଏ। ଏହା ମନେ ରଖନ୍ତୁ। ସାଙ୍ଗମାନେ, ଜୀବନରେ ଧୈର୍ଯ୍ୟ ରଖିବା ନିହାତି ଆବଶ୍ୟକ। ଧୈର୍ଯ୍ୟ ସବୁ ସମସ୍ୟାର ସମାଧାନ କରିପାରିବ। ମଣିଷ ସବୁ କିଛି ଭୁଲି ପାରିବ, ହେଲେ ସେ ମୁହୂର୍ତ୍ତକୁ ସେ କେବେ ଭୁଲି ପାରିବ ନାହିଁ ଯେତେବେଳେ ତାକୁ ନିଜର ଲୋକଙ୍କର ଆବଶ୍ୟକତା ଥିଲା, କିନ୍ତୁ ସେମାନେ ତା ସାଥିରେ ନଥିଲେ। ଆଜ୍ଞା, ଧ୍ୟାନ ଦେଇ ଶୁଣନ୍ତୁ। ଧୈର୍ଯ୍ୟ ଓ ସହନଶୀଳତା ମଣିଷର ଦୁର୍ବଳତା ହୋଇନଥାଏ, ବରଂ ଏହି ଦୁଇଟି ଗୁଣ ମଣିଷର ଅଦୃଶ୍ୟ ଶକ୍ତି ହୋଇଥାଏ। ନିଜ ଆତ୍ମସମ୍ମାନକୁ ହରାଇ କିଛି ବି ସହିବାର ନିଜକୁ ହରାଇବା ସହ ସମାନ ହୋଇଥାଏ। ସମସ୍ତଙ୍କୁ ସମ୍ମାନ ଦେବା ଭଲ, କିନ୍ତୁ ନିଜ ଆତ୍ମସମ୍ମାନରେ ବଞ୍ଚିବା ନିଜର ପରିଚୟ ହୋଇଥାଏ। ମଣିଷର ଆର୍ଥିକ ସ୍ଥିତି ଯେତେ ଭଲ ଥାଉ ନା କାହିଁକି, ଜୀବନର ଆନନ୍ଦ ନେବା ପାଇଁ ମାନସିକ ସ୍ଥିତି ଭଲ ହେବା ନିହାତି ଦରକାର। ସାଙ୍ଗମାନେ, ଅନ୍ୟ ଭିତରେ ଭୁଲ ବାଛିବା ଗୁଣ ସମସ୍ତଙ୍କ ପାଖରେ ଥାଏ, କିନ୍ତୁ ସେହି ଭୁଲ ଭିତରୁ ଠିକ୍ ଖୋଜିବା ଗୁଣ କିଛି ଲୋକଙ୍କ ପାଖରେ ଥାଏ। ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ସାଙ୍ଗମାନେ, ଭବିଷ୍ୟତର ଅନ୍ଧକାରରେ ଲୁକାୟିତ କାର୍ଯ୍ୟ ପାଇଁ ସର୍ବୋତ୍ତମ ଉପଦେଶ ହେଉଛି ଦୀପ ପରି ଆଲୋକ ଦେବା। ଆଉ ହଁ, ଏ କଥା ମଧ୍ୟ ଶାସ୍ତ୍ର ପୁରାଣରେ କୁହାଯାଇଛି କି ଯିଏ ନିଜ କର୍ମକୁ ଚିହ୍ନି ନାହିଁ ସେ ଅନ୍ଧ ଅଟେ। ଆଜ୍ଞା,
प्रत्यक्ष एवं परोक्ष अर्थर आकलन करी कार्यर परीक्षा करंतु। विचार न करी कार्य करुथिबा व्यक्ति को लक्ष्मी त्याग करिथांती। एहा मने रखंतु सांगमाने, जहार ज्ञान बहिरे सीमित एवं जीए निजर संपत्ति को अन्य मानक निकटरे समर्पण करिछि, से आवश्यक समय रे ज्ञान किंबा धन व्यवहार करि परिबो नाही। कौन आपण जानिछंती ए दुनिया रे कौनसी धन नाही जहा तुमर शिक्षक तुमको देइथिबा ज्ञानर एक अक्षरर ऋण सुझी पारिबो। आज्ञा एहा ही जीवनर सत्य। कथा को सुनतु आउ अनुभव करंतु। जेतेबेले जणे व्यक्ति धन हराए, तार बंधु पत्नी एवं संपर्कीय माने भी ताकू छाड़ी चली जाती। आउ जेतेबेले से धन प्राप्त करे, से माने समस्ते पुणी ता पाखकू फेरी आसंती। सेथिपाई धन हेउछि सर्वोत्तम संपर्कीय। तुमे सफलता हासिल करि परिबो नाही जदि तुमे विफल हेबाकू साहस न कर। कौनसी महान व्यक्ति सुजोग अभावर अभियोग करती नहीं। आज्ञा सिंह भी आगकू डेइबा पाई तार गोटिए पादकू से पछकू करिथाए। तेणु जदि जीवन तुमको पछकू ठेली देउची, तेबे भयभीत हुअन्तु नाही, कारण जीवन तुमको आगकू डेइबाकू प्रस्तुत करुछि। जानिछंती जीवन रे केवल दुई जण लोक ही असफल हुअन्ति। जणे हेउची से जीए केवल चिंता करे किंतु कार्य करे नहीं, आउ जणे हेउची से जीए केवल कार्य करे किंतु चिंता करे नहीं। मने रखंतु जेतेबेले असफल व्यक्ति माने दुनियार भयरे सेमानकर निष्पत्ति परिवर्तन करती, सेतेबेले आज्ञा सफल व्यक्ति माने सेमानकर निष्पत्ति सहित दुनिया को परिवर्तन करती। विश्वास कर, तुम झुंटी पड़िबारे तुमर हार नुहे, तुमे मनीष को अवतार नुह। पड़ी उठी चाल, दौड़, कारण जीवन बहुत छोट, एहार कौनसी महत्व नहीं। आज्ञा हाँ, जदि जीवन रे आपण किछि पाइबाकू चाहुछंती, तेबे रास्ता परिवर्तन करंतु, निजर उद्देश्य को नुहे। सांग माने, पोशाकर मैचिंग केवल शरीर सुंदर देखा जिबा पाई, संपर्क एवं परिस्थिति मध्य मैचिंग करि नियंतु, देखिबे जीवनटा सुंदर हेइ जिवो। टिके ध्यान दे सुनिबे, जेउठी लागिबो आपणको पाई अन्य मानकू कष्ट हेउची, सेठारु हटि जिबा ही बहुत भल होइथाय। जदि तुमे सेते बेले हसी पारुछ, जेते बेले तुमे पूरा भांगी पड़िछ, तेबे मने रख दुनियार कौनसी ताकत नाही तुमको हरई पारिबो। जीवन रे आशा ही दुखर कारण। निज कर्तव्य करी चल, किए सुख देव ना किए दुख देव से चिंता केबे कर नाही। तेणु तुमे जेते भल हुओ ना कहीं किछि लोक तथापि तुमको पसंद करिवे नाही, एथिरे तुमर किछि दोष नाही। सेमाने भल पाइबा कौन जानि नाहंती। आज्ञा केबे केबे निजर कथा कहिबार शैली को बदलाई कि देखंतु, किए तुमको केते भल पाए सेईटा आपे जानि परिबे। सांग माने शेषरे ए पदुटिए कथा कहिबे, टिके ध्यान दे सुनिबे। सबु बेले सबु किछि पाइबार आशा ही मनुष्य को दुख और अशांतिर अंधकार मध्य को टाणी नहीं थाए। तेणु ईश्वर जहा देइछंती सेथिरे खुशी हेबा उचित, तेबे जाई ए संसार रे शांति रे बंची परिबे।